ଘଟଣା ହଉଛି ମୋ ଦିଅର ପାଣ୍ଡିଆନ ଯାଉଛନ୍ତି ମଞ୍ଚ ଉପରକୁ। ଆମର ଗୋଟେ ଖଡାଖିଆ ହିରୋ ଦେବାଶିଷ, ସେ କଣ ହଉଛି ଟିକେ ସେ ଭିଡିଓ ଦେଖିବେ। ପୁରା କାଙ୍ଗାଳ ତ କାଙ୍ଗାଳ, ଯାଇକି ପୁରା କୁଣ୍ଢେଇ ପକେଇଲାଣି ମୋ ଦିଅରକୁ। ଆଉ ହଇରେ ତମମାନଙ୍କୁ ମୁଁ ଯଦି ଗାଳି କରିବି ନା ତମାନେ ଶୁଣିପାରିବନି। ଏତିକି ଜାଣିଛ ନା ଜାଣିନ? ଅଭିନେତାଙ୍କର ଜାଗା ସ୍ୱତନ୍ତ୍ର ଅଲଗା। ଅଭିନେତା ମାନଙ୍କୁ ଦୀର୍ଘ ଦୀର୍ଘ ବର୍ଷ ବର୍ଷ ଧରି ଲୋକମାନେ ମନେ ରଖିଥାନ୍ତି, କିନ୍ତୁ ରାଜନେତା ମାନଙ୍କୁ ନୁହେଁ। ତମ ନିଜର କ୍ୱାଲିଟି ଟିକେ ରଖୁନ। ଏତେ କାହିଁକି କାଙ୍ଗାଳ ଭଳିଆ ହଉଛ? ଜୀବନରେ ପଇସା ସବୁ କିଛି ନୁହଁ। ପଇସା ପାଇଁ ନିଜକୁ ବିକ୍ରି କରିଦିଅନି। କଳାକାରର ଜାଗା ସ୍ୱତନ୍ତ୍ର। କଳାକାରର ଜାଗା କେହି ନେଇପାରିବେନି। ଗୋଟେ ନେତା ମନ୍ତ୍ରୀଙ୍କର ଖୁବ କମ ଦିନ ଆୟୁଷ ତାଙ୍କର। ତୁ ବାଡି ବସା, ତୁ ତ ହିରୋ, ତୁ କାହିଁ ଯାଇ ଏତେ କୁଣ୍ଢେଇ ପକଉଛୁ କିରେ ମୋ ଦିଅରକୁ? ମୋ ଦିଅର କିଡନୀ ତୋ ଦେହରେ ଲାଗିଯିବ କିରେ? ଆଉ ମୋ ଦିଅର ତମେ କାହିଁକି ତାକୁ କୁଣ୍ଢେଇ ଦଉଛ? ଭାଉଜ ଏଠି ଥାଉ ଥାଉ, ଭାଉଜକୁ ତ କୋଉଦିନ ଗୋଟେ ଭଲ ପାଇବା ଜାଣିଲନି ନା। ସେଗୁଡା କଣ? ମୁଁ ଭୀଷଣ ତମ ଉପରେ ରାଗିଛି। ଯୋଉଦିନ ମତେ କୁଣ୍ଢେଇବ ମୁଁ ଜାଣିବି ଯେ ଭାଉଜ ପ୍ରତି ତମର ଭଲ ପାଇବା ଅଛି। ବୁଝିଲ? ଶଳା ମୁଁ ଇଆଡେ ମୋ ସ୍ୱାମୀ ମୋ ଦିଅର କହି ମୁଁ ମରିଯାଏ, ତମେ ଯାଇ ସିଆଡେ ଆକୁ ତାକୁ ତାକୁ ଆକୁ କୁଣ୍ଢଉଥାଅ। ମୁଁ ସେଇ ରାଗରେ ଯାଉଛି, ପଦ୍ମରେ ଭୋଟ ଦେଇଦେବି।